2025 ମସିହାରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9ଟି ଯାକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି ମହାଗ୍ରହ ମାର୍ଚ୍ଚ ମାସ 29 ତାରିଖରେ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ। ବୃହସ୍ପତି ମହାଗ୍ରହ 2025 ମସିହା ମେ ମାସ 14 ତାରିଖରେ ବୃଷ ରାଶିରୁ ମିଥୁନ ରାଶିରେ ଗୋଚରରେ ପ୍ରବେଶ କରିବେ। ସେହିପରି ରାହୁ ମହାଗ୍ରହ ମେ ମାସ 18 ତାରିଖରେ ମୀନ ରାଶିରୁ ଓଲଟା ଗତିରେ କୁମ୍ଭ ରାଶିରେ ପ୍ରବେଶ କରିବେ ଏବଂ କେତୁ ମହାଗ୍ରହ ମେ ମାସ 18 ତାରିଖ ଦିନ କନ୍ୟା ରାଶିରୁ ସିଂହ ରାଶିକୁ ଗମନ କରିବେ। ବାକି 5ଟି ଯାକ ଗ୍ରହ ଦ୍ରୁତ ଚଳନଶୀଳ ଗ୍ରହ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। 2025 ମସିହାରେ ମିଥୁନ ରାଶିର ବାର୍ଷିକ ରାଶିଫଳ କିପରି ରହିବ? ନୈସର୍ଗିକ ରାଶିଚକ୍ରର ତୃତୀୟ ରାଶି ମିଥୁନ ରାଶି। ବୁଧ ମହାଗ୍ରହ ଏହି ରାଶିର ଅଧିଷ୍ଠାତା ଦେବତା। 2025 ମସିହାର ବର୍ଷ ଆରମ୍ଭରୁ ବୃହସ୍ପତି ମହାଗ୍ରହ ମିଥୁନ ରାଶିର ଦ୍ୱାଦଶ ବା ବ୍ୟୟ ଭାବରେ ଅବସ୍ଥାନ କରୁଥିବାରୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବର୍ଷର ପ୍ରଥମାର୍ଦ୍ଧ ମିଥୁନ ରାଶି ପାଇଁ ଠିକ୍ ନ ରହିପାରେ। 2025 ମେ ମାସ 14 ତାରିଖରେ ବୃହସ୍ପତି ମହାଗ୍ରହ ଗୋଚରରେ ମିଥୁନ ରାଶିରେ ପ୍ରବେଶ କଲେ ମିଥୁନ ରାଶିର ସ୍ୱାସ୍ଥ୍ୟାବସ୍ଥାରେ ଢେର ଉନ୍ନତି ଦେଖାଯିବ ଏବଂ ନିରୋଗତା ଆଡ଼କୁ ଗତି କରିବେ। ଶରୀର ନିରୋଗ ରହିବ। କିନ୍ତୁ 2025 ମସିହା ଆରମ୍ଭରୁ ମେ ମାସ ପର୍ଯ୍ୟନ୍ତ ମିଥୁନ ରାଶିଜାତ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶେଷ ସଚେତନ ରହିବା ଦରକାର। ଏହି ସମୟରେ ମିଥୁନ ରାଶିଜାତ ବ୍ୟକ୍ତିବିଶେଷଙ୍କ ସ୍ନାୟୁବିକ ଦୁର୍ବଳତା ବା ନ୍ୟୁରୋଲୋଜିକାଲ ପ୍ରୋବ୍ଲେମରେ ସେମାନେ ଆଫେକ୍ଟେଡ୍ ହୋଇପାରନ୍ତି। ଚର୍ମ ରୋଗ ଦେଖା ଦେଇପାରେ। ଶରୀରରେ ମେଦ ବୃଦ୍ଧି ହୋଇପାରେ। ଖାଦ୍ୟ ହଜମ ପ୍ରକ୍ରିୟାରେ ଗଣ୍ଡଗୋଳ ଲାଗି ରହିବାରୁ ପେଟରେ ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ରହୁଛି। ବୃହସ୍ପତି ମହାଗ୍ରହଙ୍କ ପ୍ରଦତ୍ତ ଏହିସବୁ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇବା ନିମିତ୍ତ ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରନ୍ତୁ। ବିଶେଷ ଉପଶମ ପାଇବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ 2025 ମସିହା ବର୍ଷର ପ୍ରଥମାର୍ଦ୍ଧରେ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ପାଇବାରେ ସମର୍ଥ ହୋଇ ନ ପାରନ୍ତି। ମେ ମାସ 14 ତାରିଖରେ ବୃହସ୍ପତି ମହାଗ୍ରହ ମିଥୁନ ରାଶିରେ ପ୍ରବେଶ କଲେ ଶିକ୍ଷା କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଦୂର ହୋଇ କୃତିତ୍ୱ ଅର୍ଜନ କରିବେ। ତେଣୁ 2025 ମସିହାର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସଫଳତାର ହାର ଅଧିକ ରହିବ। ସେହିପରି କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ କମ୍ପିଟିଟିଭ୍ ଏକ୍ଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଅଥବା ପ୍ରଫେସନାଲ ବା ବୃତ୍ତିଗତ ସେବାରେ ଯଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଲୟର୍ସ ଏବଂ ଡକ୍ଟର୍ସମାନଙ୍କ ପାଇଁ 2025 ମସିହାର ଦ୍ୱିତୀୟାର୍ଦ୍ଧଟି ବେଶ ଫଳପ୍ରଦ ରହିବ। ଲଭ୍ ବା ପ୍ରେମ ସମ୍ପର୍କରେ ଥିବା ମିଥୁନ ରାଶି ଜାତକ ସମ୍ପର୍କର ଦୃଢ଼ତା ଉପରେ ଜୋର ଦେବା ଦରକାର। ବର୍ଷର ପ୍ରଥମ 4.5 ମାସ ବୃହସ୍ପତିଙ୍କର ଆପଣଙ୍କ ରାଶିର ଦ୍ୱାଦଶ ସ୍ଥାନରେ ରହିବା କାରଣରୁ ସମ୍ପର୍କରେ ଦୂରତା ଦେଖାଯାଇପାରେ। ମନ ଅମେଳ ହେବାର ବହୁତ ସମ୍ଭାବନା। ପରସ୍ପର ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। କିନ୍ତୁ ବୃହସ୍ପତି ମହାଗ୍ରହ ଆପଣଙ୍କ ରାଶିରେ ପ୍ରବେଶ କଲା ପରେ ଏସବୁ ସମସ୍ୟା ଆପଣା ଛାଏଁ ଦୂର ହୋଇଯିବ ଏବଂ ଆପଣ ନିଜକୁ ସଂସାରର ସବୁଠାରୁ ଭାଗ୍ୟବାନ ବୋଲି ଅନୁଭବ କରିବେ। ଅବିବାହିତମାନଙ୍କ ପାଇଁ ମେ ମାସ 14 ତାରିଖ ପରେ ବିବାହ ଯୋଗ ପ୍ରଶସ୍ତ ରହୁଅଛି।
विवाह होइजिबार बहुत संभावना। 2024 मार्च मास 29 तारिख रे शनि गोचर रे मीन राशि रे प्रवेश कले मिथुन राशि जात व्यक्ति कर्मलाभ करिवे। सरकारी चाकरी रे थिले स्थानांतर योग अछि। कर्मक्षेत्र रे मन न लगी पारे, अलसुआ हेबे, किंतु मे मास 18 तारिख पर राहु महाग्रह मीन राशि कुंभ राशि को गोचर रे आसिले एवं समांतराल भाव में केतु महाग्रह कन्या राशि सिंह राशि को आसिले अवस्थार परिवर्तन घटिब। बेपार वाणिज्य दृष्टि वर्षर प्रथमार्ध अपेक्षा द्वितीयार्ध बहुत भल व्यवसाय देव। आर्थिक सुख समृद्धि आनिदेव। लाभ बा मुनाफारे वृद्धि घटिब। नूतन प्रकारर वाणिज्यिक कर्म करिपारंती। वर्षर प्रथमार्धरे करिଥିବା व्यय बा क्षति भरणा होई संचयर परिमाण बढ़िब। वाणिज्य व्यवसाय आशानुरूप चलिब। द्वितीयार्धरे आपणक राशिर लग्न रे अवस्थित बृहस्पति और दशम मीन राशि अवस्थित शनि आपणकु कुबेर समान धन संपत्ति प्रदान कले आश्चर्य हेबार किछि नाही। सामाजिक जीवन और साधारण जनता सहित जोड़ी होई रहितिबा राजनैतिक व्यक्तिविशेष 2025 मार्च मास पर सही सब क्षेत्र में विशेष सफलता अर्जन करिवे। जनसाधारण स्वीकृति और सम्मान लाभ करिवे। सामाजिक प्रतिबद्धता बढ़िब। कला साहित्य नाटक प्रभृति क्षेत्र में रहितिबा व्यक्तिविशेष सामाजिक आदृति लाभ करिवे। 2025 वर्षर द्वितीयार्धटी एथिपाई बेस प्रशस्त रही। एत गला मोटामोटी भाव 2025 मसीहा पाई मिथुन राशिर वार्षिक राशिफल। मिथुन राशिर व्यक्तिविशेष 2025 मसीह पाइबाकु थिबा नेगेटिव बा नकारात्मक फल को आड़े पॉजिटिव बा सकारात्मक फल पाइबा पाई मिथुन राशिर अधिष्ठाता देवता भगवान विष्णुकर पूजार्चना करंतु। प्रत्यह विष्णु सहस्रनाम पाठ करंतु। निश्चित भाव में सफलता पाइबे। पुनश्च श्रीक्षेत्र पुरी रे विराजित महाविष्णु श्री जगन्नाथ महाप्रभु को दर्शन कले समस्त मनस्कामना पूर्ण होई घटिबाकु थिबा अघटन दूर होइजिब। जय जगन्नाथ। वीडियोटी भल लगिले लाइक कमेंट सब्सक्राइब और शेयर करने को अनुरोध। नमस्कार। तपन।